ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଲାଞ୍ଜି ବର୍ଣ୍ଣାରେ। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। 80% ପୋଡ଼ିଯାଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ସୁନ୍ଦରଗଡ଼ ଏସ୍ପି। ଖବର ଅନୁଯାୟୀ ଶୁକ୍ରବାର ରାତିରେ ନାବାଳିକା ଜଣକ ଖାଇସାରି ଶୋଇଥିଲେ। ଏହି ସମୟରେ ହଠାତ୍ ପାଟି କରି ଶୁଣିଥିଲେ ପରିବାର ଲୋକେ, ଯାହାପରେ ପରିବାର ଲୋକେ ତୁରନ୍ତ ଦୌଡ଼ି ଯାଇ ଦେଖନ୍ତି ନାବାଳିକାଙ୍କ ଦେହରେ ନିଆଁ ଲାଗିଛି। ଏହାପରେ ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ପରିବାର ଲୋକ, ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଥିଲା। ନାବାଳିକାଙ୍କ ଦେହର ପ୍ରାୟ 80% ପୋଡ଼ି ଯାଇଥିବା ସୂଚନା ରହିଛି। ଗତ ଜୁଲାଇ ମାସରେ ରାଜ୍ୟରେ 2 ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଲେଶ୍ୱର ଫକୀରମୋହନ କଲେଜରେ ଜଣେ ଛାତ୍ରୀ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ। ସେହିପରି ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ। ରିପୋର୍ଟ ବିକଳ୍ପ ସମାଚାର।